जदि केबे मोमो खाइबाको क्रेविंग्स हेउची किंबा छुआमाने मोमो खाइबा ପାଇଁ जिद्दी करूछंती ଆଉ ଆପଣ ସେ ଅନହେଲ୍ଦି ମୋମୋକୁ ବଜାରକୁ ଯାଇ କିଣିକି ଆଣିକି ଦବା ପାଇଁ ଚାହୁଁନାହାନ୍ତି, ତେବେ ଘରେ ନିଶ୍ଚିନ୍ତ ଭାବରେ ଏଇ ମୋମୋ ପରଠାକୁ ଥରେ ଟ୍ରାଏ କରନ୍ତୁ। ଟେଷ୍ଟ ଏମିତି ଯେ ୟା ଆଗରେ ମୋମୋ ବି ଫିକା ଲାଗିବ, ତା ସହିତ ଏତେ ହେଲ୍ଦି ଯେ ଆପଣମାନେ ଥରେ ବନେଇଲେ ପ୍ରତ୍ୟେକ ଦିନ ଆପଣ ଏଇ ପରଠାକୁ ବନେଇବା ପାଇଁ ଇଚ୍ଛା କରିବେ। ତାହେଲେ ଆସନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ସେଥିପାଇଁ ଦେଖନ୍ତୁ ଏଇ ଗିନାରେ ମୁଁ ମାପିକି ନର୍ମାଲ ଗୋଟେ ଗିନା ନେଇଛି ଅଟା, ଯେଉଁଥିରେ କି ଆମେ ରୁଟି ବନେଇଥାଉ। ତ ସେଥିରେ ଦେଇଦେବା ସ୍ୱାଦ ଅନୁଯାୟୀ ଲୁଣ ଆଉ ଅଳ୍ପ ଅଳ୍ପ ପାଣି ଦେଇକି ତାକୁ ଭଲ ଭାବରେ ଚକଟି ନେବା। ଯେମିତିକି ଆମେ ନର୍ମାଲି ଘରେ ରୁଟି ବନେଇବା ପାଇଁ ଅଟା ଚକଟି ଥାଉ, ବିଲକୁଲ ସେଇପରି ଭାବରେ ହିଁ ଚକଟି ନେବେ। ଚକଟି ସାରିବା ପରେ ୟାକୁ ଆମେ କଭର କରିକି ପାଖାପାଖି 10ରୁ 15 ମିନିଟ୍ ପର୍ଯ୍ୟନ୍ତ ଏମିତି ରେଷ୍ଟ ଦେଇଦେବା, ଯାହାଦ୍ୱାରା କି ଅଟାଟା ଟିକେ ସଫ୍ଟ ହେଇଯିବ। ସେତେ ସମୟ ଭିତରେ ଦେଖନ୍ତୁ ଏଇଠି ମୁଁ କିଛି ପରିବା ନେଇଛି। ପରିବାରେ ଏଇଠି ମୁଁ ନେଇଛି ବନ୍ଧାକୋବି, କ୍ୟାପ୍ସିକମ୍, ଗାଜର, ପିଆଜ, ତା ସହିତ କିଛି ଅଦା ଆଉ ରସୁଣ। ଛୁଆମାନେ ସାଧାରଣତଃ ପରିବା ଖାଇବାକୁ ଏତେ ପସନ୍ଦ କରିନଥାନ୍ତି, କିନ୍ତୁ ଏମିତି ଉପାୟରେ ଯଦି ଆମେ ତାଙ୍କୁ ମୋମୋ ପରଠା ବନେଇକି ଦବା ତାହେଲେ ସେମାନେ ଖୁସି ଖୁସିରେ ସବୁ ପରିବାକୁ ବି ଖାଇନେବେ। ତାପରେ ଆମେ କଣ କରିବା ନା ଏମିତିକା ଗୋଟେ ଚପର ନବା ଆଉ ସେ ଚପର ଭିତରେ ସବୁ ପରିବାକୁ ଦେଇଦବା। ଯେହେତୁ ଆମେ ସବୁ ପରିବାକୁ ଯଦି ଗୋଟେ ଗୋଟେ କରି ଛୋଟ ଛୋଟ କରି କାଟିବା ପାଇଁ ବସିବା ବହୁତ ସମୟ ଲାଗିବ, ସେଥିପାଇଁ ଏମିତିକା ଚପରରେ ସବୁ ପରିବାକୁ ଦେଇକି ତାକୁ ଚପ୍ କରି ନେଲେ ଆମ କାମ ବହୁତ ସହଜ ହେଇଯିବ। ଆଉ ଯଦି ଆପଣଙ୍କ ପାଖରେ ଏମିତିକା ଚପର ନାହିଁ ଆଉ ଏଇ ଚପରକୁ ଆପଣମାନେ କିଣିବାକୁ ଚାହୁଁଛନ୍ତି, ତେବେ ମୁଁ ପ୍ରଡକ୍ଟଟିକୁ ଟ୍ୟାଗ୍ କରିନେବି ଆଉ ଆପଣ ଲିଙ୍କକୁ କ୍ଲିକ୍ କରି ପ୍ରଡକ୍ଟର ପ୍ରାଇସ୍କୁ ଚେକ୍ କରିପାରିବେ ଆଉ ଏଇ ପ୍ରଡକ୍ଟଟିକୁ ମଧ୍ୟ ଆରାମସେ କିଣିପାରିବେ। ତ ଏଇଠି ଦେଖନ୍ତୁ କେତେ କମ୍ ସମୟରେ ଏଇଠି ମୁଁ ସବୁଗୁଡ଼ାକ କାଟି ନେଇଛି ଆଉ କେତେ ସୁନ୍ଦର ଭାବରେ କେତେ ଛୋଟ ଛୋଟ ହୋଇ କଟିଯାଇଛି। ତ 2 ଥରରେ ମୁଁ ଆକୁ ସବୁତକ ପରିବାକୁ ଏମିତି ଚପ୍ କରି ନେଇଛି। ଆପଣଙ୍କୁ ଏଠି ବେଶୀ ପରିଶ୍ରମ ବି କରିବାର ନାହିଁ, ବାସ୍ କଭର ଲଗେଇକି ସୂତାଟିକୁ ଟାଣିଲେ ସେଟା ଇଜିଲି କଟିଯିବ। ତ ଦେଖନ୍ତୁ ପରିବା ସବୁକୁ କାଟି ସାରିବା ପରେ ଅଦା ରସୁଣକୁ ଅଲଗା ଆମେ ଏମିତି କାଟିକି ରଖିବା। ଏଇଠି ଦେଖନ୍ତୁ ଅଦା ରସୁଣକୁ ଏଇଠି ମୁଁ କାଟିକି ରେଡି କରି ନେଇଛି। ବାସ୍ ଏବେ ଆମେ କଣ କରିବା ନା ଗ୍ୟାସ୍ ଅନ୍ କରି ଗୋଟେ ଫ୍ୟାନ୍ ଗରମ କରି ନେବା ଆଉ ପ୍ୟାନ୍ରେ ଗୋଟେ ଛୋଟ ଚାମଚ ରିଫାଇନ୍ ତେଲ ଦେଇଦେବା। ତେଲ ଗରମ ହେଇଯିବା ପରେ ଆମେ ସେଥିରେ ଦେଇଦେବା କିଛି କଟା କଞ୍ଚା ଲଙ୍କା, ତା ସହିତ ଏଠି ଚପ୍ କରି ରଖିଥିବା ଅଦା ରସୁଣକୁ ଦେଇଦେବା ଆଉ ତାକୁ ହାଲକା ଟିକେ ଭାଜି ନେବା। ବାସ୍ କେବଳ ତାର କଞ୍ଚା ସ୍ମେଲଟିକୁ କାଟିବାର ଅଛି, ତାକୁ ଗୋଲ୍ଡେନ କରିବାର ନାହିଁ କିମ୍ବା ପୋଡ଼ିବାର ନାହିଁ। ଅଦା ରସୁଣ ହାଲକା ଭାଜି ହେଇଯିବା ପରେ ଏଇଠି ଆମେ ବାକି ସବୁ ଯେଉଁ ପରିବାକୁ ଚପ୍ କରିକି ରଖିଥିଲେ ସବୁ ପରିବାକୁ ଏଇ ଷ୍ଟେଜରେ ଦେଇଦେବା ଆଉ ଗ୍ୟାସର ଫ୍ଲେମ୍କୁ ମିଡ଼ିୟମ ଫ୍ଲେମ୍ରେ ରଖିକି ମାନେ ମିଡ଼ିୟମ ଟୁ ହାଇ ଫ୍ଲେମ୍ରେ ରଖିକି ତାକୁ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଭଲରେ ଭାଜି ନେବା, ଯେମିତି ତା ଦେହରୁ ପାଣି ଗୁଡ଼ାକ ସବୁ ଡ୍ରାଏ ହେଇଯିବ। ଏଇ ଷ୍ଟେଜରେ ବିଲକୁଲ ବି ଲୁଣ ଦେଇକି ଭାଜିବେ ନାହିଁ, ଖାଲି ସେମିତି ହିଁ ଭାଜିବେ ଆଉ ଭାଜି ହେଇଯିବା ପରେ ଯାଇକି ଆମେ ସେଥିରେ ଯାହା ଆଡ୍ କରିବା। ତ ଏଠି ଦେଖନ୍ତୁ ପାଖାପାଖି 3ରୁ 4 ମିନିଟ୍ ପର୍ଯ୍ୟନ୍ତ ସବୁ ପରିବାକୁ ଭାଜିଲା ପରେ ପରିବା ଭାଜି ହେଇଗଲାଣି। ତ ଏବେ ଏଥିରେ ଆମେ ଦେଇଦେବା ଅଧ ଛୋଟ ଚାମଚ ଲୁଣ ବା ସ୍ୱାଦ ଅନୁଯାୟୀ ଲୁଣ ଆଉ ତା ସହିତ ଅଧ ଛୋଟ ଚାମଚ ଦେଇଦେବା ଗୋଲମରିଚ ଗୁଣ୍ଡ ଆଉ ଗୋଟେ ଛୋଟ ଚାମଚ ଦେଇଦେବା ସୋୟା ସସ୍। ସୋୟା ସସ୍ ଦେଇକି ତାକୁ ଭଲ ଭାବରେ ମିଶେଇ ନେବା। ଯଦି ଆପଣଙ୍କ ପାଖରେ ସୋୟା ସସ୍ ନାହିଁ, ତେବେ ଆପଣ ସୋୟା ସସ୍କୁ ସ୍କିପ୍ ମଧ୍ୟ କରିପାରିବେ। ତ ଏ ସବୁ ଜିନିଷକୁ ଭଲ ଭାବରେ ମିଶେଇକି ଆହୁରି 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବରେ ଭାଜି ନେବା। ଏଇଠି ଦେଖନ୍ତୁ ये ସବୁ ଜିନିଷକୁ ମୁଁ ଆହୁରି 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଭାଜି ନେଇଛି ଆଉ ପରିବା ପ୍ରାୟତଃ ସବୁ ସିଝିଗଲାଣି। ତ ଏଇଭଳି ଭାବରେ ଯେତେବେଳେ ଭାଜି ହେଇଯିବ ସେତେବେଳେ କ'ଣ କରିବା ନା ୟାକୁ ଆମେ ଗ୍ୟାସର ଫ୍ଲେମ୍କୁ ବନ୍ଦ କରିନେବା ଆଉ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ପରିବାକୁ ଓଭର କୁକ୍ କରିବେ ନାହିଁ। ଷ୍ଟଫିଂ ଥଣ୍ଡା ହେଇଯିବା ପରେ ଆମେ ଯେଉଁ ଏପଟେ ଅଟାକୁ ରେଷ୍ଟ ଦେଇଥିଲେ ଅଟାକୁ ବି ରେଷ୍ଟ ଦେବାର 10ରୁ 15 ମିନିଟ୍ ହେଇଗଲାଣି। ତ ଏବେ ଆମେ ଅଟାକୁ କ'ଣ କରିବା ନା ଗୁଳା ବନେଇବା ଷ୍ଟାର୍ଟ କରିବା। ନର୍ମାଲି ଆମେ ଯେଉଁ ସାଇଜର ରୁଟି ବନେଇଥାଉ ରୁଟି ପାଇଁ ଯେଉଁ ଗୁଳା ବନେଇଥାଉ ଠିକ୍ ସେଇଭଳି ଭାବରେ ହିଁ ଆପଣ ଗୁଳାକୁ ବନେଇ ନେବେ, ବେଶୀ ବଡ଼ କିମ୍ବା ଛୋଟ କରିବେ ନାହିଁ। ତ ଏମିତି ସବୁ ଗୁଳାକୁ ବନେଇ ସାରିବା ପରେ ଏବେ ଆମେ ସେଇ ଗୁଳାକୁ ବେଲିବା। ସେଥିପାଇଁ ମୁଁ ଏଠି ଗୋଟେ ଚପିଂ ବୋର୍ଡ ବ୍ୟବହାର କରିଛି। ଚପିଂ ବୋର୍ଡ ଉପରେ ଗୁଳାଟିକୁ ରଖିକି ସେଥିରେ କିଛି ଶୁଖିଲା ଅଟାକୁ ଲଗେଇ ନେଇଛି ଆଉ ଅଟାକୁ ଲଗେଇ ସାରିଲା ପରେ ଆମେ ଯେମିତି ରୁଟି ବେଲିଥାଉ ସେଇଭଳି ଭାବରେ ହିଁ ୟାକୁ ଗୋଲ କରିକି ବେଲି ନେବା। ଆଉ ହଁ, ଏଇ ଜଳଖିଆଟିକୁ ମୁଁ ହେଲ୍ଦି ଉପାୟରେ ଆଉ ଅଟାରେ ବନେଇଛି। ଯଦି ଆପଣ ଆଉ ଟିକେ ଟେଷ୍ଟି ବନେଇବା ପାଇଁ ଚାହୁଁଥିବେ ତାହେଲେ ମଇଦାର ବ୍ୟବହାର ମଧ୍ୟ କରିପାରିବେ, ମାନେ ଏଇ ରୁଟିଟାକୁ ମଇଦାରେ ବନେଇ ପାରିବେ। ମଇଦାକୁ ଚକଟିକି ସେ ମଇଦାରେ ହିଁ ରୁଟି ବନେଇବେ, କିନ୍ତୁ ଯେହେତୁ ଆମେ ଘରେ ଖାଇବା ପାଇଁ ବନଉଛେ ଆଉ ଛୁଆଙ୍କ ପାଇଁ ବନଉଛେ ଅଟାରେ ବନେଇଲେ ସେଟା ହେଲ୍ଦି ରହିବ। ତ ଏମିତି ରୁଟି ବନେଇ ସାରିବା ପରେ ଆମେ ଯେଉଁ ଷ୍ଟଫିଂକୁ ଥଣ୍ଡା ହେବା ପାଇଁ ଛାଡ଼ିଥିଲେ ସେଟା ଥଣ୍ଡା ହେଇଯିବା ପରେ ସେଇ ଷ୍ଟଫିଂକୁ ଭିତରେ ଦେଇଦେବା, ତାକୁ ଟିକେ ଏମିତି ଟ୍ରାୟାଙ୍ଗେଲ ସେପ୍ ଦେଇଦେବା, ଯାହାଦ୍ୱାରା କି ଆମ ପରଟାର ସେପ୍ଟା ଭଲ ଆସିବ। ତାପରେ ଦେଖନ୍ତୁ
एमती दुई कणरू टिके फोल्ड करि नेइजिबा आ तापरे पछटाकू एमती कभर करि नेबा। ट्रायंगल शेप भी पळेई आसिबो माने परटार शेप भी पळेई आसिबो ता सहित स्टफिंग गुडाक भी कभर ହେଇଯିବ ଆଉ ଫିଟିବାର ଚାନ୍ସ ରହିବ ନାହିଁ। ତ ଏଇଭଳି ଭାବରେ ସିଲ୍ କରିସାରିବା ପରେ ପରଟାର ଲୁକ୍ସ ଭଲ ଆସିବା ପାଇଁ ମୁଁ ଉପରେ ଟିକେ ଧଳା ରାଶି ଆଉ ତା ସହିତ କିଛି କଟା ଧନିଆ ପତ୍ରକୁ ଦେଇକି ହାଲକା ହାତରେ ବେଲି ନେବି। ବିଲକୁଲ ବି ଜୋରରେ ପ୍ରେସ୍ କରିକି ବେଲିବେ ନାହିଁ, ନହେଲେ କ'ଣ ହବ ନା ସେଟା ଫାଟି ଯାଇପାରେ। ଆଉ ଉପରେ ମୁଁ ଟିକେ ଶୁଖିଲା ଅଟା ଲଗେଇଛି ଯାହାଦ୍ୱାରା କି ପରଟା ବେଲଣା କାଠିରେ ଯେମିତି ନ ଲାଗିଯାଏ। ତ ଦେଖିପାରୁଥିବେ ଏଇଟା ଆମର ପରଟା ରେଡି ହେଇଯାଇଛି। ଏଇ ସେମ୍ ପ୍ରୋସେସରେ ସବୁ ପରଟାକୁ ବେଲି ସାରିବା ପରେ ଆମେ କ'ଣ କରିବା ନା ପରଟାକୁ ସେକିବା। ସେଥିପାଇଁ ମୁଁ ଗୋଟେ ତାୱାକୁ ଗରମ କରି ନେଇଛି ଆଉ ତାୱା ଉପରେ ଦେଇଦେଇଛି ପରଟାକୁ। ଆଉ ପରଟା ପ୍ରଥମେ ଆମେ ବିନା ତେଲରେ ଏପଟ ସେପଟ କରିକି ସେକି ସାରିବା ପରେ ଯେତେବେଳେ ହାଲକା ହାଲକା କୁକ୍ ହେଇଯିବ ତାପରେ ଯାଇକି ତେଲ କିମ୍ବା ଘିଅ ଦେଇକି ପରଟାକୁ ଆମେ ଭଲ ଭାବରେ ସେକି ନେବା। ଯେମିତି ପ୍ରୋସେସରେ ଆମେ ନର୍ମାଲି ଘରେ ପରଟା ବନେଇଥାଉ ବାସ୍ ସେଇ ପ୍ରୋସେସ ଅଛି। ଆଉ ଭିତରେ ମୋମୋର ଷ୍ଟଫିଂ ଦିଆହେଇଛି। ଆପଣମାନେ ବି ସହଜରେ ଘରେ ୟାକୁ ବନେଇ ପାରିବେ। ଆଉ ପରଟାରେ ବି ଆପଣମାନେ ମୋମୋର ସ୍ୱାଦ ପାଇପାରିବେ। ଆଉ ଏ ପରଟାକୁ ଆପଣମାନେ ହାଇ କିମ୍ବା ଲୋ ଫ୍ଲେମ୍ରେ ସେକିବେ ନାହିଁ, ମିଡିୟମ୍ ଫ୍ଲେମ୍ରେ ହିଁ ଏପଟ ସେପଟ କରିକି ସେକିବେ ଯାହାଦ୍ୱାରା କି ପରଟାଟା ସିଝିଯିବ। ଆଉ ଦେଖିପାରୁଥିବେ କେତେ ସୁନ୍ଦର ଭାବରେ ଗୋଲ୍ଡେନ୍ କଲର୍ ଚାଲି ଆସିଛି। ତ ଏଇଭଳି ଭାବରେ ସବୁ ପରଟାକୁ ଆମେ ସେକି ନେବା ପରେ ଏଠି ପରଟାକୁ ମୁଁ ସେଜୱାନ୍ ସସ୍ ଆଉ ମିଓନିଜ୍ ସହିତ ସର୍ଭ କରିଛି। ଆପଣ ଚାହିଁଲେ ମିଠା ଦହି ମାନେ ଅଳ୍ପ ଦହିରେ କିଛି ଚିନି ପକେଇକି ତାକୁ ଗୋଳେଇ ନେବେ, ତା ସହିତ ବି ଏଇ ପରଟାଟା ଖାଇବାକୁ ଭାରି ସୁଆଦିଆ ଲାଗିଥାଏ। ନହେଲେ ତ ପରଟାକୁ ଆପଣମାନେ ଏମିତି ବି ଖାଇପାରିବେ। ଯେହେତୁ ଆମେ ଏ ପରଟାକୁ ଷ୍ଟଫିଂ ଦେଇକି ବନେଇଛେ ସେଥିପାଇଁ କୌଣସି ତରକାରୀ, ସନ୍ତୁଳା ବା ଭଜାର ଆବଶ୍ୟକତା ପଡ଼ିବ ନାହିଁ। ତେବେ ଆଶା କରୁଛି ଆଜିର ଏହି ରେସିପିଟି ଆପଣମାନଙ୍କୁ ନିଶ୍ଚିନ୍ତ ଭାବରେ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଛି ତେବେ ଭିଡ଼ିଓଟିକୁ ଲାଇକ୍, ସେୟାର ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ। ଆଉ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ଆପଣଙ୍କ ମତାମତ ମୋ ସହିତ ନିଶ୍ଚିନ୍ତ ଭାବରେ ସେୟାର କରନ୍ତୁ। ତାହେଲେ ଆଜି ପାଇଁ ରହୁଛି, ବାଏ। ପୁଣି ଦେଖା ହବା ଆଉ ଏକ ନୂଆ ରେସିପି ସହିତ ଆଉ ଏକ ନୂଆ ଭିଡ଼ିଓରେ।